প্রিয় দর্শক বন্ধুগণ নমস্কার। আসিଅছি নূতন আপডେଟ୍ ନେଇ, ଯାହାକି ଆପଣମାନେ ନିହାତି ଦେଖିବା ଦରକାର। ଆଜିର ମୁଖ୍ୟ ବିଷୟ ହେଲା ଓଡ଼ିଶାର ପାଣିପାଗ ଓ ସତର୍କତା, ଯାହାକି ଆଗାମୀ ଦିନ 2-3-4 ତାରିଖ ପ୍ରବଳରୁ ଅତି ପ୍ରବଳ ଶୀତ, ହାଡ଼ଭଙ୍ଗା ଶୀତ, ତା ମଧ୍ୟରେ ଭୟଙ୍କର ଘନ କୁହୁଡ଼ି ଆରମ୍ଭ ହେବ ବୋଲି ଅନୁମାନ କରାଯାଉଅଛି। ପ୍ରିୟ ଦର୍ଶକ ବନ୍ଧୁଗଣ, ଓଡ଼ିଶାର ୱେଦର 4 ଡିସେମ୍ବରରୁ ଆହୁରି ବଢ଼ିବ ଥଣ୍ଡା। 2-4 ଡିଗ୍ରୀ କମିବ ପାରଦ। ଘନ କୁହୁଡ଼ି ଥିବାରୁ ମୌସୁମୀ ବିଭାଗରୁ କଲେ ସତର୍କ। ରାତିର ତାପମାତ୍ରା 2-4 ଡିଗ୍ରୀ କମିବ ବୋଲି ଅନୁମାନ କରାଯାଉଅଛି। 3 ଡିସେମ୍ବର ରାତିରେ ମଧ୍ୟ ଅଧିକାଂଶ ଜିଲ୍ଲାର ଜାଗାରେ ତାପମାତ୍ରା କମିବାର ସମ୍ଭାବନା ଅଛି। ଯେମିତି ରାତିର ତାପମାତ୍ରା 12-13 ଡିଗ୍ରୀ ପର୍ଯ୍ୟନ୍ତ ହେବାର ଅନୁମାନ କରାଯାଉଅଛି। ଆଇଏମ୍ଡି ବିଭାଗରୁ ସଚେତନତା ଜାରି କରାଯାଇଛି। ଦକ୍ଷିଣ ଭାରତ ଏବଂ ଶ୍ରୀଲଙ୍କାରେ ହେଉଥିବା ଲଘୁଚାପ ଯୋଗୁଁ ଓଡ଼ିଶା ରାଜ୍ୟରେ ତାପମାତ୍ରା ବଢ଼ୁଥିଲା ଏବଂ ଥଣ୍ଡା ଟିକେ କମ୍ ଥିଲା, କିନ୍ତୁ ଲଘୁଚାପ ସମାପ୍ତ ହେବା ଉପରେ ଅଛି, ଯାହାକି ଓଡ଼ିଶାରେ ମଧ୍ୟ ଥଣ୍ଡାର ପ୍ରକୋପ ବଢ଼ିବାକୁ ଲାଗିଅଛି। ଓଡ଼ିଶା ସାରା ଥଣ୍ଡାକୁ ଥରହର ହୋଇଅଛି। ତା ମଧ୍ୟରେ 4ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା। ଯେମିତି ପାଣିପାଗ ବିଭାଗରୁ ସୂଚିତ କରାଯାଇଅଛି ଯେ 3-4 ଡିସେମ୍ବରରେ ପ୍ରବଳ ଥଣ୍ଡା ଅନୁଭବ ହେବ ଏବଂ ରାତିରେ ତାପମାତ୍ରା 2-4 ଡିଗ୍ରୀ କମିବ ବୋଲି ଅନୁମାନ କରାଯାଉଅଛି। ଦର୍ଶକ ବନ୍ଧୁଗଣ ଜାଣି ରଖନ୍ତୁ, 3 ଡିସେମ୍ବରରେ ଓଡ଼ିଶାର ଅନେକ ଜିଲ୍ଲାର ଜାଗାରେ ତାପମାତ୍ରା 12-13 ଡିଗ୍ରୀ ହେବାର ସମ୍ଭାବନା ଅଛି। ଦର୍ଶକ ବନ୍ଧୁ, ଉପକୂଳ ଜିଲ୍ଲାରେ କେତେକ ଜାଗାରେ 15 ଡିଗ୍ରୀରୁ ତଳକୁ ଖସିବାର ଅନୁମାନ କରାଯାଉଅଛି। ପାଣିପାଗ ବିଭାଗରୁ ମିଳୁଅଛି ତଥ୍ୟ ଖବର ଅନୁସାରେ ସୋମବାର ଦିନରେ ଦାରିଙ୍ଗବାଡ଼ିରେ ସବୁଠାରୁ କମ୍ ତାପମାତ୍ରା ଥିଲା 11.5 ଡିଗ୍ରୀ। ଉଦୟଗିରିଠାରେ ଥିଲା ତାପମାତ୍ରା 12.4 ଡିଗ୍ରୀ। ଝାରସୁଗୁଡ଼ାରେ ଥିଲା ତାପମାତ୍ରା 13.7 ଡିଗ୍ରୀ। ବୌଦ୍ଧରେ ଥିଲା ତାପମାତ୍ରା 13.8 ଡିଗ୍ରୀ। କେନ୍ଦୁଝରରେ ଥିଲା 14 ଡିଗ୍ରୀ। ଫୁଲବାଣୀରେ ମଧ୍ୟ ଥିଲା 14 ଡିଗ୍ରୀ। ରାୟଗଡ଼ାରେ ଥିଲା 14.5 ଡିଗ୍ରୀ। ଢେଙ୍କାନାଳରେ ଥିଲା 14.6 ଡିଗ୍ରୀ। ଅନୁଗୁଳରେ ଥିଲା 14.6 ଡିଗ୍ରୀ। ଭଦ୍ରକରେ ଥିଲା 14 ଡିଗ୍ରୀ। କଟକରେ ଥିଲା 15 ଡିଗ୍ରୀ। ବଲାଙ୍ଗୀରରେ ଥିଲା ତାପମାତ୍ରା 15.2 ଡିଗ୍ରୀ। ସୁନ୍ଦରଗଡ଼ରେ ଥିଲା 15.4 ଡିଗ୍ରୀ। ନୂଆପଡ଼ାରେ ଥିଲା 15.5 ଡିଗ୍ରୀ ଏବଂ ନବରଙ୍ଗପୁରରେ ଥିଲା 12 ଡିଗ୍ରୀ। କୋରାପୁଟରେ ତାପମାତ୍ରା ଥିଲା 12 ଡିଗ୍ରୀ। ଭବାନୀପାଟଣାରେ ଥିଲା 13 ଡିଗ୍ରୀ। ଦର୍ଶକ ବନ୍ଧୁ, 2-3 ଡିସେମ୍ବର ଓଡ଼ିଶାର 2ଟି ଜିଲ୍ଲାରେ ପ୍ରବଳ ଶୀତ। ଜିଲ୍ଲା 2ଟି ହେଲା ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା। ପ୍ରବଳରୁ ଅତି ପ୍ରବଳ ଘନ କୁହୁଡ଼ି ସହ ଥଣ୍ଡା ଅନୁଭବ ହେବ ବୋଲି ଅନୁମାନ କରାଯାଉଅଛି। ଦର୍ଶକ ବନ୍ଧୁ, 3-4 ତାରିଖରେ 4ଟି ଜିଲ୍ଲାରେ ପ୍ରବଳ କୁହୁଡ଼ି ଏବଂ ଶୀତ। ଯେମିତି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ଶୀତ ସହିତ କୁହୁଡ଼ି ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଅଛି। ଏହାର ଆଖପାଖ ଜିଲ୍ଲାରେ ମଧ୍ୟ ପ୍ରବଳ ଶୀତ ଓ କୁହୁଡ଼ି ଦେଖାଯାଉଅଛି। ଯେମିତି ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରେ ମଧ୍ୟ ସକାଳ ସମୟରେ ପ୍ରବଳ ଘନ କୁହୁଡ଼ି ଦେଖାଯାଉଅଛି ଏବଂ ଶୀତ ମଧ୍ୟ ଅନୁଭବ ହେଉଅଛି। ଦର୍ଶକ ବନ୍ଧୁ, ଓଡ଼ିଶା ରାଜ୍ୟର କେତେକ ଜିଲ୍ଲାରେ ତାପମାତ୍ରା ରେକର୍ଡ କରାଯାଇଛି। ଯେମିତି ଫୁଲବାଣୀରେ ସାମାନ୍ୟରୁ 3 ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ଟିଟଲାଗଡ଼ରେ ମଧ୍ୟ ସାମାନ୍ୟରୁ 4.2 ଡିଗ୍ରୀ ରେକର୍ଡ କରାଯାଇଛି। ବଲାଙ୍ଗୀରରେ ମଧ୍ୟ ସାମାନ୍ୟରୁ 2-6 ଡିଗ୍ରୀ ରେକର୍ଡ କରାଯାଇଅଛି। ସୁନ୍ଦରଗଡ଼ରେ 2.4 ଡିଗ୍ରୀ ରେକର୍ଡ କରାଯାଇଛି। କେନ୍ଦୁଝରରେ ମଧ୍ୟ
1.1 ডিগ্রি রেকর্ড করা যাইছে। ମଙ୍ଗଳବାର 2 ଡିସେମ୍ବର ସକାଳ ସମୟରେ ଯେମିତି ଘନ କୁହୁଡ଼ି ଦେଖିବାକୁ ମିଳିଥିଲା, ଆଗାମୀ ଦିନରେ ମଧ୍ୟ ଦେଖାଯିବ ବୋଲି ଅନୁମାନ କରାଯାଉଛି ଏବଂ ପୂର୍ବରୁ ଅତି ପ୍ରବଳ ଶୀତ ଅନୁଭବ ହେବ। ଆଗାମୀ ଦିନ ବୁଧବାର 3 ଡିସେମ୍ବରରେ ମଧ୍ୟ ଘନ କୁହୁଡ଼ି ଏବଂ ପ୍ରବଳ ଶୀତ ଅନୁଭବ ହେବ ବୋଲି ଆଇଏମ୍ଡିରୁ ସୂଚନା ପ୍ରଦାନ କରାଯାଇଅଛି ଏବଂ 4ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଘନ କୁହୁଡ଼ି ଦେଖାଯିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ସହ ଶୀତ ଅନୁଭବ ହେବ ବୋଲି ଅନୁମାନ କରା। ଏହା ଥିଲା ଆଜିର ପାଣିପାଗ ବିଷୟରେ ଖବର। ଆଜି ପାଇଁ ଏତିକି। ଧନ୍ୟବାଦ। ଦେଖା ହେବ ଆଗାମୀ ଭିଡ଼ିଓରେ। ଭଲ ରୁହନ୍ତୁ, ମସ୍ତ ରୁହନ୍ତୁ, ସୁସ୍ଥ ରୁହନ୍ତୁ ଏବଂ ଭଲ ଲାଗିଲେ ଭିଡ଼ିଓଟି ଗୋଟେ ସବସ୍କ୍ରାଇବ୍ କରିବେ ଏବଂ ଲାଇକ୍ କରିବେ ବୋଲି ଅନୁରୋଧ। ଧନ୍ୟବାଦ।